Hello everyone, welcome back to Sanjeremy channel. ଏଠି ବାବୁ ଅଜା ଆଈ ଆଉ ମାମା ସମସ୍ତେ ଆମେ ବାହାରି ପଡ଼ିଛୁ ରାୟଗଡ଼ା ଯିବା ପାଇଁ। ଆଉ ସବୁଠୁ ସାନ ମାଉସୀ ବାବୁର, ମୋ ସାନ ମାଉସୀର ସାନ ଝିଅ ବାବୁର ସାନ ମାଉସୀ, ତା ମ୍ୟାରେଜ୍ ଅଛି 23 ଜାନୁଆରୀ। ତ ଆମେ ଏପଟୁ ବାହାରି ପଡ଼ିଲୁ, ହେଲେ ଛୋଟ ଛୁଆ ତ ଜଲ୍ଦି ଉଠିବନି, ତ ଆମେ ତା ଟାଇମ୍ ହିସାବରେ ଆମେ ଟିକେ ଲେଟ୍ରେ ହିଁ ବାହାରିଛୁ। ନହେଲେ ବାବୁ ଥିବା ପୂର୍ବରୁ ଆମେ ସବୁବେଳେ 6ଟା 7ଟା ଭିତରେ ବାହାରି ପଡ଼ୁଥିଲୁ ସକାଳୁ, କିନ୍ତୁ ଏବେ ସେ ଉଠିଲା ପରେ କମ୍ଫର୍ଟେବୁଲ୍ରେ ଆରାମସେ ଯିବା ବୋଲିକି ଆମେ ଆରାମସେ ବାହାରିଲୁ। ଆଉ ସେମାନେ ବହୁତ ଏକ୍ସାଇଟେଡ଼୍ରେ ଜଗିଛନ୍ତି ସେଠି। ତ ତା ପାଇଁ ଅରେଞ୍ଜ ଆମେ ଧରିଛୁ, ଯେହେତୁ ଅରେଞ୍ଜ ତାକୁ ବହୁତ ପସନ୍ଦ। ଆଉ ପାଟିରେ ସେ ହାତ ନେବା ଠିକ୍ ନାହିଁ ବୋଲି ମୁଁ ଟାଣୁଛି, ତ ସେ ତାକୁ ପସନ୍ଦ ନାହିଁ, ସେ କାନ୍ଦୁଛି। ଆଉ ବାଟ ସାରା ଅରେଞ୍ଜ ବିସ୍କୁଟ୍ ସବୁ ତାକୁ ଖୁଆଇକି ଆମେ ଚାଲିଲୁ ରାୟଗଡ଼ା ଜର୍ଣ୍ଣି। ତ ବହୁତ ଭଲ ଲାଗେ ଜୟପୁର ଟୁ ରାୟଗଡ଼ା ଜର୍ଣ୍ଣି। ଆମେ ଛୋଟବେଳୁ ଯିବା ଆସିବା ବାର କରିଥାଉ, କାହିଁକିନା ସେଇଠି ଆମର ମାଉସୀ ଘର, ବଡ଼ମା ଘର ଆଉ ସବୁ ରିଲେଟିଭ୍ ରାୟଗଡ଼ାରେ ଅଛନ୍ତି। ଆମେ ହିଁ ଜୟପୁରରେ ଅଛୁ, ତ ଆମେ ବାର ରାୟଗଡ଼ା ଯାଉ। କିଛି ବି କାମ ପଡ଼ିଲା, ନହେଲେ ଯଦି କାହାର କିଛି ପ୍ରୋଗ୍ରାମ୍ ଅଛି ତ ଆମେ ରାୟଗଡ଼ା ଯାଉ। ଷ୍ଟାର୍ଟିଂରୁ ତ ବାଇକ୍ ଥିଲା, ତ ବାଇକ୍ରେ ମଧ୍ୟ ଆମେ ଯିବା ଆସିବା କରୁଥିଲୁ, କିନ୍ତୁ ଏବେ କାର୍ ବି ହେଲା, ସୁବିଧା ହେଲା, କିନ୍ତୁ ସେ ଟାଇମ୍ ମନେ ପଡ଼େ। ଖରାରେ କେମିତି ଯିବା ଆସିବା କରୁଥିଲୁ, ବର୍ଷାରେ କେମିତି ଯିବା ଆସିବା କରୁଥିଲୁ। ଏବେ କିନ୍ତୁ କାର୍ରେ ଛୋଟ ଛୁଆ ସହିତ, ତ ଏମିତିରେ ଆମେ ଜୟପୁର ରାୟଗଡ଼ା ବହୁତ ଥର ଯାଉ। ମ୍ୟାରେଜ୍ ବି, ଭାଇ ପାଇଁ ବି, ଆମ ଭାଉଜ ବି ରାୟଗଡ଼ାର, ଆଉ ଆମ ଜିଜୁ ବି ରାୟଗଡ଼ାର, ତ ସେଥିପାଇଁ ମ୍ୟାରେଜ୍ ବି ଆଟେଣ୍ଡ କରିଛୁ। ରାୟଗଡ଼ା ଯାଇକି ଫାଇନାଲି ଆମେ ପହଞ୍ଚିଗଲୁ। ଏଇଠୁ ମାଉସୀ ଘର ପାଖ, କିନ୍ତୁ ରାସ୍ତାରେ ଏତେ ସାରା ଗାଡ଼ି, ତାଙ୍କ ଘର ସାଇଡ଼୍ରେ ଘର ଇନାଗୁରେସନ୍ ଥିଲା, ତ ସାଉଣ୍ଡରେ ଗୀତ ଲାଗିଥିଲା, ବହୁତ ଲୋକ ଯିବା ଆସିବା କରୁଥିଲେ, ଟ୍ରାଫିକ୍ ବି ଗାଡ଼ି ସବୁ ଥିଲା, ତ ମୁଁ ଭିଡ଼ିଓ ମଧ୍ୟ ନେଇନି। ଆଉ ଏତେ ଗରମ ବି ହେଉଥିଲା, ତ ସେମାନେ ଭାବୁଥିଲେ ଆମେ ତାଙ୍କ ପ୍ରୋଗ୍ରାମ୍ ଆସିଛୁ ବୋଲିକି, କିନ୍ତୁ ଆମେ ସାଇଡ଼୍ରେ ମାଉସୀ ଘର ଦେଖନ୍ତୁ, ସମସ୍ତେ ସେଇଠି ଆସିଛୁ ଭାବୁଛନ୍ତି। ଆଉ ସେମାନେ ପାର୍କ ବି ଏଠି କର ବୋଲି କହୁଥିଲେ, କିନ୍ତୁ ଆମେ ଏଇଟା ପହଞ୍ଚିଗଲୁ ମାଉସୀ ଘର।